বাইরে মোর পিতা মা योदा मोर नहांती भाई भाई
ସତରେ କଣ ବାବା ବାଉ ଏ ୟହୋଦା ପରେ ନାହାନ୍ତି ଭାଇ? ନାହାନ୍ତି। ପିତା ଆଉ ଆମର ୟହୋଦାମରେ ନାହାନ୍ତି ଭାଇ। ଭାଇ ରଖିଛି ତୈଳ ପାତ୍ରେ ପିତାଙ୍କ ଶରୀର। ଏବେ ସୁଦ୍ଧା ପିତୃ କାର୍ଯ୍ୟ ହୋଇନାହିଁ ଶେଷ। ଫେରି ଯାଇ ଅଯୋଧ୍ୟାକୁ ତୁମ୍ଭେ ରାଜସିଂହାସନରେ ବସି କରିଲେ ଆଦେଶ। ପିତୃ କାର୍ଯ୍ୟ ହେବ ସମାପନ। ସ୍ନେହର ଶତ୍ରୁନ ତେଣେ କାନ୍ଦେ ଦିବା ରାତ୍ରି। ବିଜୟତି ଜନନୀ ଗର୍ଭ କନ୍ୟା ଅଧମ। କାନ୍ଦି କାନ୍ଦି ତେଜିଛି ଅଯୋଧ୍ୟା। ଅଜ୍ଞାତେ ମୋ ଜନନୀ ଯେ କଲେ ଅବିଚାର। ସେ ତୁ କ୍ଷମା ମାଗେ ଶ୍ରୀ ଚରଣେ ତବ। क्षमा करी दोष मोर। फेरी चलो 3 जन अयोध्या नगरी। भरत भाई रे मोर माता कैकेयी को एपरी कुवाक्य कहवा उचित नुहे भाई। कहीं आमे परा जड़े जड़े राजपुत्र और राजनंदिनी कहीं सही आमको परा राजको परिवार रे शिष्टाचार मर्यादा परा निपुण भाव में जना अच्छी। तेणु भरत जननी जन्मभूमि स्वर्ग दबी करी असी। महा माँ माने माटी आ माने आकाश। माटी आकाश ठू जी बड़ सी हूँ पुरा माँ। तेणु माता कैकेयी दोष नहीं एथे। भोगिबाकू हेब मते कर्मर फल नहीं भोग मोर राज सिंहासन। अनंत कोटि बनवास मोर कपाल लिखल। भोगिबन मथे केते जे कसाण न भाल भाल ओ जना अयोध्या को फेरी करियो सत्य न फेरी राजीव लोचन।
ଭକ୍ତ ବଳେ ନ ରଖିବି ଜୀବନ ମୋର। ଭରତ ଥରେ ବୁଝିବାକୁ ଚେଷ୍ଟା କର ଭାଇ। ରୂପ ଯୌବନା ସମ୍ପନ୍ନା ବିଶାଳ କୁଳ ସମ୍ଭବା ବିଦ୍ୟାହୀନ ଲୋକ ବନ୍ଦେ ନିଗନ୍ଧାଇବ କିଂସୁକା। କିଂସୁକା କହିଲେ କଣ ବୁଝ ଭାଇ? କିଂସୁକା ହଉଛି ଗୋଟିଏ ପଳାଶ ଫୁଲ। ତାର ସେ ଦେଖିବାକୁ ବହୁତ ସୁନ୍ଦର ଦେଖାଯାଏ, ହେଲେ ଭାଇ ତାର ଗନ୍ଧହୀନ ଯୋଗୁଁ ତାକୁ କେହି ମଧ୍ୟ ଆଦର କରନ୍ତି ନାହିଁ କି ସେ କୌଣସି ଦେବାଦେବୀଙ୍କ ମଥାରେ ମଧ୍ୟ ପୂଜା ପାଇନଥାଏ। ଭାଇ ଆଜି ମୁଁ ସେଇ କିଂସୁକା ଫୁଲ ସଦୃଶ୍ୟ ପାଲଟି ଯାଇଛି ଭାଇ। ମୋ ରୂପ ଅଛି, ଗୁଣ ଅଛି, ଯୌବନ ଅଛି, ରାଜକୀୟ ପରିବାରରେ ଜନ୍ମଗ୍ରହଣ କରିଛି। ହେଲେ ଭରତ ସେଇ ପିତାଙ୍କର ସତ୍ୟ ରଜୁରେ ଆଜି ମୁଁ ସେ ପଳାଶ ଫୁଲ ସଦୃଶ୍ୟ ପାଲଟି ଯାଇଛି ଭାଇ। এই ଚାରୁ ସମ୍ପୂର୍ଣ୍ଣ ବିଶାଳ ବିଶ୍ୱ ବ୍ରହ୍ମାଣ୍ଡରେ କେତେ ଗୁଡ଼ିଏ ଭକ୍ତ ମାନେ ଏହା କହନ୍ତି ଯେ ଦୁର୍ଲଭଂ ପ୍ରକୃତି ବାକ୍ୟ, ଦୁର୍ଲଭଂ ପିତା ପୁତ୍ର ସମ୍ଭବା, ଦୁର୍ଲଭଂ ସଦୃଶ୍ୟ ଭାଜ୍ୟା, ଦୁର୍ଲଭଂ ସୁଜନ ପ୍ରିୟ ବନ୍ଧୁ। ଦୁର୍ଲଭ ହେଉଛି ଗୋଟିଏ ବାକ୍ୟ, ଦୁର୍ଲଭ ହେଉଛି ଜଣେ ପିତା, ଦୁର୍ଲଭ ହେଉଛି ଜଣେ ପୁତ୍ର, ଦୁର୍ଲଭ ହେଉଛି ଜଣେ ଉତ୍ତମ ଚରିତ୍ର ଭାର୍ଯ୍ୟା, ଆଉ ଦୁର୍ଲଭ ହେଉଛି ଜଣେ ସୁଜନ ପ୍ରିୟ ବନ୍ଧୁ। ଏମାନେ ଯଦି ସମସ୍ତେ ସେହି ସତ୍ୟ ରଜୁରେ ବନ୍ଧା କିପରି ଲଙ୍ଗିବି କହ ସେହି ପିତୃ ସତ୍ୟ ମହାବାକ୍ୟ। ବଞ୍ଚିଥିଲେ ପ୍ରାଣେ ଭରିଯିବି ଅଯୋଧ୍ୟାକୁ, ତେବେ ଲଭିବି ମୋ ଅଯୋଧ୍ୟାର ବିଭବ ସମ୍ପଦ। ଯାଓରେ ପ୍ରାଣାଧିକ ଭାଇ ମୋର, ଅଯୋଧ୍ୟାକୁ ଯାଇ ଆନନ୍ଦରେ 14 ବର୍ଷ କରରେ ଶାସନ। ତୁମ ରାଜତ୍ୱ ଜାଣ ରାଜ୍ୟ ଲାଭ ମୋର। ଫେରି ଯାଇ ଅଯୋଧ୍ୟାକୁ ମନ୍ତ୍ରୀ ପ୍ରଜାଗଣ ଆନନ୍ଦରେ 14 ବର୍ଷ କରରେ ଶାସନ। ମୋର ସୁନା ଭାଇଟା ପରା ଅବୁଝା ହୁଅ ନା ରେ ଭାଇ, ଆରେ ଯା ଭାଇ। ତେବେ ଯିବ ନାହିଁ ଅଯୋଧ୍ୟାକୁ ଫେରି, ତେବେ ଦିଅ ଭାଇ ସାନୁଜ ଲକ୍ଷ୍ମଣଙ୍କୁ ଆଦେଶ। ଫେରି ଯାଇ ଅଯୋଧ୍ୟାକୁ ରାଜସିଂହାସନରେ ବସି ଅଯୋଧ୍ୟାକୁ ସୁଚାର ରୂପେ କରରେ ଶାସନ। ଭାଇ ଭ୍ରାତା ଭରତ ହେଉଛନ୍ତି ମୋଠାରୁ ଜ୍ୟେଷ୍ଠ, ତେଣୁ ଜ୍ୟେଷ୍ଠ ଭ୍ରାତା ଥାଉ ଥାଉ କନିଷ୍ଠ କିପରି ଅଯୋଧ୍ୟାର ରାଜ ସିଂହାସନରେ ରାଜା ହେବ ଭାଇ? ନା ଭାଇ, ମୁଁ ତ ଆପଣଙ୍କ ଜଙ୍ଗତରେ ଆସିଲା ବେଳେ ମୁଁ ମୋ ମାତା ସୁମିତ୍ରାକୁ କଥା ଦେଇ ଆସିଛି ଭାଇ। 14 ବର୍ଷ ପର୍ଯ୍ୟନ୍ତ ମୋ ଭାଇ ଭାଉଜଙ୍କ ସେବା କରି ମୋର ଏହି ତୁଚ୍ଛ ଜୀବନକୁ ସମାପ୍ତ କରିବି। ତେଣୁ ତେବେ କୁହନ୍ତୁ ପ୍ରଭୁ, ମୁଁ ମଧ୍ୟ ଭ୍ରାତା ଦେବଙ୍କ ସହିତ ଯାଇପାରିବି ନାହିଁ? ଲକ୍ଷ୍ମଣ ମଧ୍ୟ ତୁମ ସହିତ ଯାଇପାରିବେନି ଭାଇ। କାହିଁକି ନା ସେ ଆସିଲା ବେଳେ ପିତାଙ୍କ ସତ୍ୟ ରକ୍ଷା କରିଥିଲେ। ତା ବ୍ୟତୀତ ଏଇ ତ ଶାସ୍ତ୍ର ବନିତ ରାମ ସହିତ ଲକ୍ଷ୍ମଣ ଆଉ ଭରତ ସହିତ ଶତ୍ରୁଘ୍ନ ସଦାବେଳେ ମେଳ ଖାଇ ଆସିଥାଏ। ଯାଅ ଭାଇ, ଅଯୋଧ୍ୟାକୁ ଯାଇ ଆନନ୍ଦରେ 14 ବର୍ଷ କରରେ ଶାସନ। ଭାଇ ଯଦି ଯିବ ନାହିଁ ଅଯୋଧ୍ୟାକୁ ଫେରି, ତେବେ ଦିଅ ଭାଇ ପାଦୁକା ତୁମର। ଘେନି ଯିବି ଶିରେ ଅତି ଯତନରେ ଅଯୋଧ୍ୟାରେ ନିକଟରେ ଥିବା ନନ୍ଦୀ ଗ୍ରାମରେ ଗୋଟେ ଆଶ୍ରମଟିଏ ନିର୍ମାଣ କରି
ଆପଣଙ୍କ ଭଳି କୌପନିବେଶ ଧାରଣ କରି ଫଳମୂଳ ଆହାର କରି ଆପଣଙ୍କ ପାଦୁକାକୁ ଫୁଲ ଚନ୍ଦନ ଧୂପ ଦୀପ ଦେଇ ପୂଜିବି ମୁଁ ଜ୍ୟେଷ୍ଠ ଭ୍ରାତାମଣି। ଦିଅ ଭାଇ ପାଦୁକା ତୁମର। ଯଦି ତୁମେ ମୋ ପାଦୁକା ନେଇ ନନ୍ଦୀଗ୍ରାମ ଆସନଟିଏ ପ୍ରସ୍ତୁତ କରି କୋଉ ବେଶ ପରିଧାନ କରି ଫୁଲ ଆଉ ଚନ୍ଦନ ଦେଇ ପୂଜା କରି ଅଯୋଧ୍ୟାକୁ ଯଦି ଶାସନ କରିବ ତାହେଲେ ମୁଁ ତୁମକୁ ପାଦୁକା ମୋର ଦେବି ଭାଇ। ହେଲେ ଭାଇ ତୁମେ ବି କହିଲ ଯେ ମୁଁ ରାଜକୀୟ ବଂଶରେ ଜନ୍ମଗ୍ରହଣ କରି ମଧ୍ୟ କିପରି ରାଜ୍ୟକୁ ଶାସନ କରିବି ତାହା ମୋତେ ଜଣା ନାହିଁ। ହେଲେ ନାସ୍ତି ବୋଲି କିଛି ନଥାଏ ଭାଇ। କାହିଁକି ନା ନାସ୍ତି ବିଦ୍ୟା ସମାନ ଚକ୍ଷୁ, ନାସ୍ତି ଜୀବନ ସମାନ ମାତା, ନାସ୍ତି ଜୀବନ ସର୍ମଂ ଚକ୍ଷୁ। ଏ ସଂସାର ମଧ୍ୟରେ ନାସ୍ତି ବୋଲି କିଛି ନଥାଏ ଭାଇ। ହେଲେ ଭାଇ ଏ ସଂସାର ମଧ୍ୟରେ ଆଜି ତମେ ମତେ ଛୋଟ କରିଦେଲ ଭାଇ। ସେ ଯାହାକି ସେ ମୋର ଭକ୍ତ ମାନେ ପ୍ରାତଃ ସନ୍ଧ୍ୟା ବେଳେ ଭଜନ ଆଉ କୀର୍ତ୍ତନ କରୁଥିଲେ, ରାମଂ ଲକ୍ଷ୍ମଣଂ ପୂର୍ବଜଂ ରଘୁବରଂ ସୀତାପତି ସୁନ୍ଦରಂ କାକୁସ୍ତଂ କରୁଣାକର ଗୁଣନିଧି ବିପ୍ର ପ୍ରିୟ ଧାର୍ମିକ ରାଜେନ୍ଦ୍ରଂ ସତ୍ୟାସନ୍ଧଂ ଦଶରଥ ତନୟଂ ଶ୍ୟାମଳଂ ଶାନ୍ତମୂର୍ତ୍ତି ବନ୍ଦେ ଲୋକାଭିରାମଂ ରଘୁକୁଳ ତିଳକଂ ରାଘବଂ ଶରଣଂ ଯାମି। ବାବୁରେ ଆଜି এই ଶ୍ଲୋକର କିଛି ଭାବାର୍ଥ ରହିଲା ନାହିଁ ଭାଇ। ନାହିଁ ମୋ ପାଖରେ ସେହି କରୁଣା ବାରିଧିର ସମୁଦ୍ର, ନାହିଁ ମୋ ପାଖରେ ସେହି ବ୍ରାହ୍ମଣ ବିପ୍ରମାନଙ୍କ ସହିତ ସୁସମ୍ପର୍କ, ନାହିଁ ମୋ ପାଖରେ ସେହି ବନ୍ଧୁମାନଙ୍କ ସହିତ ସୁସମ୍ପର୍କ। ହେଲେ ଭାଇ ଆଜି ତୁମେ ଏହା ଉଚ୍ଚାରଣ କଲ ଯେ ସେହି ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିବ। ଭରୁ ଜାତ ହେଲା ଭକ୍ତି, ରରୁ ଜାତ ହେଲା ରସ, ଆଉ ତରୁ ଜାତ ହେଲା ତତ୍ତ୍ୱ। ଯୋଉଠି ଏହି ଭକ୍ତି ରସ ତତ୍ତ୍ୱର ଆଦାନ ପ୍ରଦାନ ଘଟୁଥିବ, ଯୋଉଠି ଗୀତାର ଚର୍ଚ୍ଚା ହେଉଥିବ, ଯୋଉଠି ଭାଗବତ ଚର୍ଚ୍ଚା ହେଉଥିବ, ଯୋଉଠି ରାମଚରିତ ମାନସ ଚର୍ଚ୍ଚା ହେଉଥିବ, ସର୍ବଦା ସେଇଠି ଭକ୍ତି ରସ ତତ୍ତ୍ୱ ବା ଭରତ ନାମକ ତିନୋଟି ଅକ୍ଷର ସଦା ସର୍ବଦା ଚର୍ଚ୍ଚା ହେବ ଭାଇ। ଭାଇ ଆଜି ଏ ସଂସାର ମଧ୍ୟରେ ଏହା ଶିକ୍ଷା ପାଇଲେ ଯେ ଭରତ ପରି ଭାଇ ଆଉ ନାହିଁ ରେ।